ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅବସରରେ ତାଙ୍କର ଅବସର ଦିନ ହିଁ ତାଙ୍କର ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିଛି ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ବିଭାଗ ଏବଂ ଏହା ପ୍ରଦାନ କରି ସେ ଜିଲ୍ଲାରେ ଏକ ନୂଆ ଏବଂ ନିଆରା ପରମ୍ପରା ସୃଷ୍ଟି କରିଛି। ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ନକ୍ସାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିନୋଦିନୀ ପଟେଲଙ୍କୁ ସ୍କୁଲ କମିଟି ଓ ଗ୍ରାମବାସୀମାନଙ୍କ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ଭଗବତୀ ଜୟପୁରିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଡାକ୍ତର ରାଧାକାନ୍ତ ଗଡ଼ତିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଙ୍କୁ ଉପଢୌକନ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଜିଲ୍ଲାରେ ପ୍ରଥମ କରି ପ୍ରାଥମିକ ଶିକ୍ଷକଙ୍କ ମଧ୍ୟରେ କିର୍ମିରା ବ୍ଲକରେ ବିନୋଦିନୀଙ୍କୁ ଫାଇନାଲ ପେନ୍ସନ୍, ଫାଇନାଲ ସିଭିସି ପେନ୍ସନ୍ ଓ ଭିଏନ୍ଇଏଲ୍ ପେନ୍ସନ୍ ଦେଇଥିଲେ। ବିଇଓ ସତ୍ୟବ୍ରତ ସାହୁ ମୁଖ୍ୟ ବକ୍ତା, ଏବିଇଓ ଘନଶ୍ୟାମ ଚାନ୍ଦ, ଅବସରପ୍ରାପ୍ତ ବିଇଓ ଗଞ୍ଜାମ ସୁଶୀଲ କୁମାର ବାଗ, ସିଆରସିସି ଦିଲ୍ଲୀପ କୁମାର ନାୟକ, ବ୍ଲକ ଶିକ୍ଷା ବିଭାଗର ସମୀର କୁମାର ପଟେଲ, ସ୍କୁଲ କମିଟି ସଭାପତି ସୁଦର୍ଶନ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷୟିତ୍ରୀ ସୁଜାତା ନାୟକ, ସରସ୍ୱତୀ ସିଂ, ମାୟାବତୀ ଉମାଲ, ଶିକ୍ଷକ ଝଷକେତନ ନାୟକ, କୃଷ୍ଣଚନ୍ଦ୍ର ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀ କୁମୁଦିନୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।